ଯାତ୍ରା ମାଲିକ ମାନଙ୍କ ପାଖରେ ଅର୍ଥ ଅଛି ତା ମାନେ ନୁହେଁ ଯେ ସେମାନେ ଦବଙ୍ଗିରି କରିବେ, କଳାକାର ମାନଙ୍କୁ ଡାକିକି ମାଡ଼ ମାରିବେ, ତାକୁ ନଙ୍ଗଳା କରି ମାଡ଼ ମାରିବେ, ଜୋର କରି ତାଙ୍କ ପାଖରୁ ଏଗ୍ରିମେଣ୍ଟ କରି ନେବେ। ଏଟାକୁ କେମିତି ଆମେ ନିରବ ଦଶଟା ସାଜିବା, କେମିତି ସହିଯିବା ଏଟା? ଆଉ ଯୋଉମାନେ ବି ଆଜି ମନ୍ତବ୍ୟ ଦଉଛନ୍ତି, କଳାକାରକୁ ଚ୍ୟାଲେଞ୍ଜ କରୁଛନ୍ତି ଯାତ୍ରା ବନ୍ଦ କର ଯଦି ତମେ ଗୋଟେ ବାପର ଛୁଆ, ଆଜ୍ଞା ତାଙ୍କ ପକ୍ଷରେ ସେ ଅହଂ ଭାବ ରହିଛି। ତେଣୁ ଏ ଅହଂ ଭାବ ପାଇଁ ରାବଣର ଅବସ୍ଥା କଣ ହେଇଥିଲା ମୁଁ ଏଇଠି ଆଜ୍ଞା କହି ରଖିବି। ମିଷ୍ଟର ପବିତ୍ର ପାତ୍ର ମହୋଦୟ, କଳାକାରଙ୍କୁ ଆପଣ ଚ୍ୟାଲେଞ୍ଜ କରିଛନ୍ତି, କିନ୍ତୁ ଆପଣଙ୍କ ଅନୁଷ୍ଠାନ ଦୁଇ ଗୋଟି ଅନୁଷ୍ଠାନର କଳାକାର ସେଠି ସୁରକ୍ଷିତ ନାହାନ୍ତି। ସେମାନେ ମାଲିକ ମହାସଂଘକୁ କଳାକାର କର୍ମଚାରୀ ମାନେ ଆପଣଙ୍କୁ ଲିଖିତ ଆକାରରେ ମାଲିକ ମହାସଂଘକୁ ଜଣେଇଛନ୍ତି। ସେମାନେ 20 ଲକ୍ଷରୁ ଅଧିକ ପ୍ରାପ୍ୟ ପାଇନାହାନ୍ତି, ବକେୟା ପ୍ରାପ୍ୟ। ସେଟା କେମିତି ଦେବେ ଚିନ୍ତା କରନ୍ତୁ। କର୍ମଚାରୀ ମାନଙ୍କର ପଇସା ଆପଣ ବି ଆତ୍ମସାତ କରି ଯାଉଛନ୍ତି। ତେଣୁ ଆପଣ ମାନେ ଏକତ୍ରିତ ବସନ୍ତୁ, ତାର ସଲ୍ୟୁସନ ବାହାର କରନ୍ତୁ। କିନ୍ତୁ ତା ନ କରିକି ଆପଣ ଗଣମାଧ୍ୟମରେ ଆପଣ ଚ୍ୟାଲେଞ୍ଜ କରୁଛନ୍ତି କଳାକାର। କିନ୍ତୁ ଆମେ ଏଠି ଶାନ୍ତିର ବାର୍ତ୍ତା ଦେଉଛୁ।